ଚାକିରି ସର୍ତ୍ତାବଳୀ ଏବଂ ପେନ୍ସନ୍ ଦାବିରେ 488 ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ AOACTEA ତରଫରୁ ସାମ୍ବାଦିକ ସମ୍ମିଳନୀ। 9/12/2024 ତାରିଖ ଚାକିରି ସର୍ତ୍ତାବଳୀ ପଦୋନ୍ନତି ତଥା ପେନ୍ସନ୍ ଦାବିରେ ନିଷ୍ଫଳ ଓଡ଼ିଶା ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ 488 ବର୍ଗ ଶିକ୍ଷକ କର୍ମଚାରୀ ସଂଘର ସଭାପତି ମାନସ ପୁରୋହିତଙ୍କ ନେତୃତ୍ୱରେ ସଂଘର ଏକ ସାମ୍ବାଦିକ ସମ୍ମିଳନୀ ଗୋଦାବରୀଶ ସାହିତ୍ୟ ସଂସଦରେ ଅନୁଷ୍ଠିତ ହୋଇଯାଇଛି। 488 ବର୍ଗ ମହାବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ 1993ରୁ 1998 ମସିହା ମଧ୍ୟରେ ନିଯୁକ୍ତି ପ୍ରାପ୍ତ ବ୍ଲକ ଗ୍ରାଣ୍ଟ ଅନ୍ତର୍ଗତ ଅଧ୍ୟାପକ ଓ କର୍ମଚାରୀମାନେ ଦୀର୍ଘ 25ରୁ 30 ବର୍ଷ କାର୍ଯ୍ୟ କଲା ପରେ ମଧ୍ୟ ଏପର୍ଯ୍ୟନ୍ତ ସରକାର ଚାକିରି ସର୍ତ୍ତାବଳୀ ବା ପଦୋନ୍ନତି ତଥା ପେନ୍ସନ୍ ବ୍ୟବସ୍ଥା କରିନାହାନ୍ତି। ବାରମ୍ବାର ଦାବି ଏବଂ ଧାରଣା ଦେବା ସତ୍ତ୍ୱେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଏ ପୁରାତନ କଲେଜମାନଙ୍କରେ ଅନ୍ୟ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସବୁ ପ୍ରକାର ସରକାରୀ ସୁବିଧା ପାଉଥିବା ବେଳେ ଏହି ବ୍ଲକ ଗ୍ରାଣ୍ଟ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାର ସାବତ ପୁଅ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ପେନ୍ସନ୍ ବ୍ୟବସ୍ଥା ନଥିବାରୁ ଚାକିରିରୁ ଅବସର ଗ୍ରହଣ ପରେ ସେମାନଙ୍କର ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇପଡୁଛି। ବିଭିନ୍ନ ସମୟରେ ସରକାର ବାରମ୍ବାର ଏମାନଙ୍କୁ ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି। ନୂତନ ସରକାରଙ୍କ ସହ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ଫଳାଫଳ ସମାନ ଅର୍ଥାତ୍ ଖାଲି ପ୍ରତିଶ୍ରୁତି ଦେଇ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଉନାହିଁ। ଅପରପକ୍ଷରେ 2016 ମସିହାରେ SSB ଜରିଆରେ ମନୋନୀତ ହୋଇଥିବା ଅଧ୍ୟାପକମାନଙ୍କୁ ପଦୋନ୍ନତି ଦେବା ପାଇଁ ସରକାର ବର୍ତ୍ତମାନ ନୋଟିସ୍ ଜାରି କରିଛନ୍ତି। କିନ୍ତୁ ବରିଷ୍ଠ ଅଧ୍ୟାପକ ଯେଉଁମାନେ କି 2016 ମସିହାରେ ନିଯୁକ୍ତି ପ୍ରାପ୍ତ SSB ଅଧ୍ୟାପକମାନଙ୍କଠାରୁ ପ୍ରାୟ 20 ବର୍ଷ ପୂର୍ବରୁ ନିଯୁକ୍ତି ପ୍ରାପ୍ତ ସେମାନଙ୍କୁ ଅବହେଳା କରି କନିଷ୍ଠମାନଙ୍କ ଅଧୀନରେ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଉଛି। ମାନ୍ୟବର ହାଇକୋର୍ଟ ଅନେକ ସମୟରେ 488 ବର୍ଗ ଅଧ୍ୟାପକ ଓ କର୍ମଚାରୀଙ୍କ ସମ୍ପର୍କରେ ଆଲୋଚନା କରୁଛନ୍ତି। ଭୁବନେଶ୍ୱରରୁ ବିଜୟ କୁମାର ନନ୍ଦଙ୍କ ରିପୋର୍ଟ, ଆୱାଜ ଓଡ଼ିଶା। संगठन सभापति आमे 25-30 वर्ष चाकरी कर सारूँ किंतु आमको सरकार एपर्यंत चाकरी शर्तावली है पदोन्नति है कि पेंशन आमको लागू कर पारि नाहंती जद्वारा प्रत्येक दिन आमर अनेक शिक्षक शिक्षयित्री एवं कर्मचारी माने रिटायरमेंट होउचंती तथा एक्सपायर कर जाउचंती एवं सेमानंक फैमिली कंडीशन देखिबा बहुत करुणदायक। सरकार को आमे अनेक थर आमे डिस्कशन कर सारिचु किंतु ता सत्वे मध्य सरकार तरफ कौन आखि दिशिया पदक्षेप एपर्यंत निया नहीं एवं जदि एमिति हुए आगकू आमे राजरास्ता को ओल्हेबा छड़ा अन्य कौन विकल्प रहिबो नाही। द्वितीयतः आमे 30 वर्ष चाकरी कला सत्वे मध्य आम महाविद्यालय मानक मात्र 8 वर्ष चाकरी करथिबा लोक मानकू अध्यापक अध्यापिका मानकू अध्यक्ष पदवी दिया जाउची जोटा कि आमर सम्मान हानि होउची एवं आमे कोनोसी मतरे आमर सम्मान हानि हेबाकू दबू नाही। सेथिपाई आगामी दिन मानकरे जो परिणति हेबो सेथिपाई सरकार दायी रहिबे। तेणु करी सरकार कर एई भूल निष्पत्ति सुधारी कि आमर आत्मसम्मान आमको फेरे दियो। सरकार न सुनले कोन करबो आज्ञा सरकार न शुणती जदि सरकार न शुणती आम एक्जिक्यूटिव बॉडी रे आम निर्णय नहीं सारी आम बहुत सर्टली आम राजरास्ता को आम ओल्लू चाहूँ जे ब्लॉकग्राउंड ना 24 वर्ष धरी बीजेडी सरकार गोटे प्रहसन चलेगा। तत्कालीन मुख्यमंत्री 17 मसीह घोषणा कले ब्लॉकग्राउंड उच्छेद है बहुत बाबा नेले किंतु कौन प्रकार ब्लॉकग्राउंड उच्छेद होना वर्तमान सुधा आम चाकरी शर्तावली पाईना पदोन्नति होना ट्रांसफर होना रिटायर्ड पर कौन प्रकार पेंशन मिलूना। तेणु आम जो लोक मैंने बर्तमान रिटायर्ड करुँच जो लोक मैंने मरी हो जाती से आगे खाया पाऊना आप देखो भिक मागी चलुं हठात दरमा पाथे जीरो हो कौन केमी चलिए पिला बड़ होना। तेणु एभली क्षेत्र में जदि यथाशीघ्र आमको चाकरी शर्तावली प्रमोशन दिया न जाए ताहले कौन हम ना आमठू जो मैंने जूनियर अच्छा से सिनियर होमर अध्यक्ष होकर कम करेंगे। बट अजब नीति आप जानतु आम 93 ରୁ 98 भितर अपॉइंटमेंट पाइबू 92 पूर्व जो अपॉइंटमेंट पाई से UGC पाई 2 लाख टका दरा पाई प्रमोशन पाई प्रिंसिपाल है। 2016 मसीह जो मैंने
ଚାକିରି ସର୍ତ୍ତାବଳୀ ସହିତ ସେମାନେ ଆପଏଣ୍ଟମେଣ୍ଟ ପାଇଲେ ସେମାନେ ଆମଠୁ ସିନିୟର ହେଲେ କିନ୍ତୁ ଆମେ 30 ବର୍ଷ ଚାକିରି କରିକିରି ମଧ୍ୟ ଗୋଟିଏ କଲେଜରେ ଏକା ପ୍ରକାର ନିୟମ ଥାଇକିରି ଏକା ପ୍ରକାର ମ୍ୟାନେଜମେଣ୍ଟର ଆପଏଣ୍ଟମେଣ୍ଟ ହେଇକିରି ଗୋଟିଏ ନିୟମ ସମସ୍ତଙ୍କ ପାଇଁ କିନ୍ତୁ ବ୍ଲକ ଗ୍ରାଣ୍ଟ ନାଁରେ ଆମକୁ ଶୋଷଣ କରାଯାଉଛି। ଇଏ ନୂଆ ସରକାର ଆସିଲେ ଆମକୁ ପ୍ରତିଶ୍ରୁତି ଦେଲେ ଆମେ ତୁମ ଦାୟିତ୍ୱ ପୂରଣ କରିବୁ ଇଲେକ୍ସନ ପୂର୍ବରୁ ବିରୋଧୀ ଦଳରେ ଥିଲାବେଳେ ମଧ୍ୟ ଆମ ସହିତ ସେ ସରମୂଳଉଥିଲେ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ କ'ଣ ନା ଆମେ ଗୁରୁମାନଙ୍କୁ ସମ୍ମାନ ଦେଉଛୁ ଯେତେ ପଇସା ଖର୍ଚ୍ଚ ମଧ୍ୟ ଗୁରୁମାନଙ୍କୁ ଅସମ୍ମାନ କରାଯିବ ନାହିଁ କିନ୍ତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କଥା ବି କାର୍ଯ୍ୟକାରୀ କରାଯାଉନାହିଁ ମୁଖ୍ୟମନ୍ତ୍ରୀଙ୍କ କଥା କାର୍ଯ୍ୟକାରୀ କରାଯାଉନି ତା ଭିତରେ କ'ଣ ପେଚ ଚାଲିଛି ଆମେ ଜାଣିପାରୁନୁ ବାରମ୍ବାର ଯାଉଛୁ ହଁ କରୁଛନ୍ତି ହେଇଯିବ କିନ୍ତୁ ସମୟ ଗଡ଼େଇ ଚାଲିଛନ୍ତି ଲୋକ ମରି ଚାଲିଛନ୍ତି ଏବଂ ଦୁର୍ଦ୍ଦଶା ବଢ଼ି ଚାଲିଛି ଆମର ସମ୍ମାନ ହାନି ହେଉଛି ତେଣୁ ଏଭଳି ପରିସ୍ଥିତିରେ ଯଦି ଆମକୁ କୋର୍ଟ ନିର୍ଦ୍ଦେଶ ଦେଉଛି ଯେ ତାଙ୍କୁ ପେନସନ୍ ଦିଅ ଚାକିରି ସର୍ତ୍ତାବଳୀ ଦିଅ 30 ବର୍ଷ ଧରି ସେମାନେ ଚାକିରି କଲେଣି କିନ୍ତୁ କୋର୍ଟକୁ ଅର୍ଡରକୁ ମଧ୍ୟ ମନାଯାଉ ନାହିଁ ତେଣୁ ଏଭଳି ସ୍ଥିତିରେ ଆପଣମାନେ ହେଲେ ସାହା ଭରସା ଆପଣମାନଙ୍କ ମାଧ୍ୟମରେ ଆମେ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଚାହୁଁଛୁ ଯଦି ଆପଣମାନଙ୍କ ମାଧ୍ୟମରେ ଏଇଟା ସମ୍ଭବ ନହେଲା ଆମେ ବାଧ୍ୟ ହୋଇକି କଲେଜ ବନ୍ଦ କରିବୁ ଏବଂ ରାଜରାସ୍ତାକୁ ଓହ୍ଲାଇବୁ ଏବଂ ସରକାର ବିରୁଦ୍ଧରେ ସ୍ୱତନ୍ତ୍ର ଭାବରେ ରଣନୀତି ପ୍ରସ୍ତୁତ କରିବୁ।